ଜୀବନ କାଳରେ ସୁସ୍ଥରେ ରହିବାର 20ଟି ନିୟମ ଆସନ୍ତୁ ଜାଣିବା ଦର୍ଶକ ବନ୍ଧୁ। ଚେହେରାର ତେଲିଆପଣ ଦୂର କରିବା ପାଇଁ ଆଲୋଭେରା କାଟିକି ଚେହେରାରେ ଲଗାନ୍ତୁ। ତେଲିଆପଣ ଦୂର ହୋଇଯିବ। ପାନମଧୁରୀ ଚୂନ 2 ଚାମଚ ଏବଂ ନଡ଼ିଆ ତେଲ 1 ଚାମଚ, ଏହି ଦୁଇଟି ଜିନିଷକୁ 1 କପ୍ ପାଣିରେ ଫୁଟେଇକି ବ୍ୟବହାର କରନ୍ତୁ। ଏଥିରେ ଅଣ୍ଟା ଯନ୍ତ୍ରଣାରୁ ଆରାମ ମିଳିଥାଏ। 1 ଗ୍ଲାସ୍ ପାଣିରେ 8 ରୁ 10ଟି ଲିମ୍ବ ପତ୍ର ପକାଇକି ଫୁଟେଇ ଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ଛାଣି ନିଅନ୍ତୁ। ଏହାକୁ ଗୋଟେ ବାଲ୍ଟି ପାଣିରେ ମିଶାଇକି ସ୍ନାନ କରନ୍ତୁ। ଏମିତି କଲେ ସ୍କିନ୍ ଇନଫେକ୍ସନ୍ ଓ ଶରୀର କୁଞ୍ଚନ ଆଦି ଦୂର ହୋଇଥାଏ। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ 1 ଗ୍ଲାସ୍ ପାଣିରେ 1 ଚାମଚ ଆପଲ୍ ସାଇଡର୍ ଭିନେଗାର ଏବଂ 1 ଚାମଚ ମହୁ ମିଶାଇକି ସେବନ କଲେ ଲିଭରର କମଜୋରି ଦୂର ହୋଇଥାଏ। କ୍ଷୀରକୁ ଖାଦ୍ୟ ସହିତ ଖାଇବା କଥା ନୁହେଁ, କାହିଁକି ନା କ୍ଷୀର ନିଜକୁ ଗୋଟେ ସମ୍ପୂର୍ଣ୍ଣ ଆହାର। ଯଦି ଆପଣ ଏମିତି କରୁଛନ୍ତି ତାହେଲେ ଖାଦ୍ୟ ଏବଂ କ୍ଷୀର ଭଲରେ ହଜମ ହୋଇନଥାଏ। ସେଥିପାଇଁ ଖାଦ୍ୟ ଏବଂ କ୍ଷୀର ପିଇବା ଭିତରେ 2 ଘଣ୍ଟାର ଅନ୍ତର ରଖିବା ଆବଶ୍ୟକ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ବାଦାମ ତେଲର କିଛି ବୁନ୍ଦା ଆଣିକି ଚେହେରାରେ ହାଲକା ହାତରେ ମସାଜ କରନ୍ତୁ। ଏହାକୁ ସେହି ଯାଏଁ ମସାଜ କରନ୍ତୁ ଯେଉଁ ଯାଏଁ ତେଲ ଚେହେରାରେ ମିଶି ନ ଯାଇଛି। ସକାଳୁ ଉଠି ଚେହେରାକୁ ଧୁଅନ୍ତୁ। ଏଥିରେ ମହଜୁଦ ହୋଇକି ଥିବା ପୋଷକ ତତ୍ତ୍ୱ କଳାପଣକୁ ଦୂର କରିକି ଚେହେରାରେ ନ୍ୟାଚୁରାଲ୍ ଗ୍ଲୋ ଆଣିଥାଏ। ଚଲା ନ ହୋଇଥିବା ଅଟାର ରୁଟି କିମ୍ବା ଖାଦ୍ୟ ଖାଇସାରିବା ପରେ କ୍ଷୀର ସହିତ 2 ବଡ଼ ଚାମଚ ଇସବଗୋଲ ନେଲେ ପେଟ ଗ୍ୟାସ୍ ହୋଇନଥାଏ। 1 ଚାମଚ ଜୁଆଣିରେ ଲେମ୍ବୁ ରସ ମିଶାଇକି ସେବନ କଲେ ପେଟ ଗ୍ୟାସ୍ ବନ୍ଦ ହୋଇଯାଇଥାଏ। ପାନପତ୍ରକୁ ପେଷ୍ଟ କରିକି ମଥାରେ ଲଗାନ୍ତୁ। ଶୁଖିଗଲା ପରେ ତାକୁ ଧୋଇ ନିଅନ୍ତୁ। ଏଥିରେ ମୁଣ୍ଡ ଯନ୍ତ୍ରଣାରୁ ଆରାମ ମିଳିଥାଏ। କଳା ଜିରାର ରସ ଦହି ସହିତ ମିଶାଇକି ଚୁଟିରେ ଲଗାଇଲେ ଚୁଟି କେବେ ବି ଧଳା ହେବ ନାହିଁ। ଓଲକୋବି ଭୋକ ବଢ଼ାଇଥାଏ ଏବଂ ଶୁଖିଲା କାଶ ପାଇଁ ବହୁତ ଫାଇଦା ହୋଇଥାଏ। ହଜମ ଠିକ୍ରେ ହେବା ପାଇଁ ଖାଦ୍ୟ ଖାଇସାରିବା ପରେ ତାଜା ଅଦା ଟୁକୁଡ଼ା ଖଣ୍ଡେ ଚୋବାଇ ଦିଅନ୍ତୁ। ବିଡ଼ି ପତ୍ରକୁ ସିଝାଇକି ତା ପାଣିରେ ମୁଣ୍ଡ ଧୋଇଲେ ମୁଣ୍ଡରୁ ସବୁ ରୁପି ଖତମ ହୋଇଯାଇଥାନ୍ତି। ରାତ୍ରିରେ କମ୍ ଖାଦ୍ୟ ସେବନ କଲେ ମୋଟାପା ହୋଇନଥାଏ। ଅଦାକୁ ଘିଅ ସହିତ ସେବନ କଲେ କଫ ଦୂର ହୋଇଥାଏ ଏବଂ ଆସ୍ମା ବେମାରୀରୁ ବଞ୍ଚେଇଥାଏ। 8 ରୁ 10ଟି ବାଦାମକୁ ରାତିରେ ପାଣିରେ ଭିଜେଇ ଦିଅନ୍ତୁ। ସକାଳୁ ଏହାକୁ ଖାଆନ୍ତୁ ଏବଂ ତା ଉପରେ ଗାଈ କ୍ଷୀର ପିଅନ୍ତୁ। ଏଥିରେ ଆଖିର ଆଲୋକ ବଢ଼ିଥାଏ। ଯଦି ଆପଣଙ୍କ ଆଖିକୁ ଧଳା ଧଳା ବା ଝାପ୍ସା ଝାପ୍ସା ଦେଖାଯାଉଛି ତାହେଲେ ଆପଣ କମଳା ରସର ଗୋଲମରିଚ ଗୁଣ୍ଡ ଏବଂ ସନ୍ଧେବ ଲୁଣ ପକାଇକି ସକାଳ ଏବଂ ସନ୍ଧ୍ୟାରେ ସେବନ କରନ୍ତୁ। 3 ମାସ ଏହାକୁ ପ୍ରୟୋଗ କଲେ ଏହାର ଫାଇଦା ଆପଣ ପାଇପାରିବେ। ତ୍ରିଫଳା ଗୁଣ୍ଡକୁ ପାଣିରେ ଭିଜେଇକି ଏହାକୁ ସକାଳୁ ଛାଣିକି ଏହି ପାଣିରେ ଆଖିକୁ ଧୋଇଲେ ନେତ୍ରର ଜ୍ୟୋତି ବଢ଼ିଥାଏ। ଯଦି ବାରମ୍ବାର ହାକୁଟି ଆସୁଥାଏ ତାହେଲେ ମୁହଁରେ ଗୋଟେ ଛୋଟ ଗୁଜୁରାତି ପକାଇକି ଚୁଷନ୍ତୁ ତଥା ଟିକିଏ ସମୟ ପରେ ଚୋବାଇ ଦିଅନ୍ତୁ। ଏମିତି କଲେ ବାରମ୍ବାର ହାକୁଟି ଆସିବା ବନ୍ଦ ହୋଇଯାଇଥାଏ। ସକାଳୁ ସକାଳୁ ଉଠିବା ପରେ ସେଓରେ ଲୁଣ ଲଗାଇକି ଖାଇଲେ ମୁଣ୍ଡ ବିନ୍ଧାରୁ ଆରାମ